जगन्नाथाय नमः नमः। सर्वप्रथमे आपण मान समस्त को नूतन वर्ष 2025 उपलक्षे अनेक अनेक शुभेच्छा एवं शुभकामना। बंधुगण, जदि आपणकर कर्कट राशि होइथाए तेबे एही भिडियोटी को थरे मात्र शेष पर्यंत देखंतु, काहेकि ना कर्कट राशि व्यक्ति विशेष मानक पई आज एही भिडियोटी बहुत ही खास एवं गुरुत्वपूर्ण अच्छी। एबे आमे जानिबा कर्कट राशि व्यक्ति विशेष मानक पई आसीबाकु जाउथिबा एही नूतन वर्ष 2025 किपरि कटिबो। बंधुगण, अनेक लोकंग मनरे प्रश्न उठुथिबो कि आसंता 2025 सेमानंकर जीवन रे कौन सब बड़ परिवर्तन आनी करी आसुअछि। कारोबार, आय, स्वास्थ्य, प्रेम जीवन, भाग्य, क्यारियर, व्यापार वाणिज्य किपरि रहिबो। आज भिडियो रे एही समस्त विषय रे आमे आज आलोचना करिबा। कर्कट राशि व्यक्ति विशेष मानकर 2025 मसीहाटी किपरि रहिबो। ए वर्षर संपूर्ण वार्षिक राशिफलटी आपण मानक पई किपरि रहिबो, कारण एही नूतन वर्ष 2025 एमिति सेमिति वर्ष नुहे। एही वर्ष रे अनेक बड़ ग्रह मानकर राशि परिवर्तन हेबाकु जाउअछि। शनि, राहु, केतु एवं देवगुरु बृहस्पतिंकर राशि परिवर्तन हेबाकु जाउअछि एवं एही चारि कोटी प्रमुख बड़ ग्रह मानकर केउ बड़ी प्रभाव आपण मानक जीवन उपर पड़िबो, आसंतु जानिबा। ଏହା ପୂର୍ବରୁ ଯଦି ଆପଣଙ୍କର ବି କର୍କଟ ରାଶି ହୋଇଥାଏ ଏବଂ ଆପଣ ବି ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ଭକ୍ତି କରୁଥାନ୍ତି, ବିଶ୍ୱାସ କରୁଥାନ୍ତି, ତେବେ ଏହି ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଓମ୍ ନମଃ ଶିବାୟ ଅବଶ୍ୟ ଲେଖିଦିଅନ୍ତୁ। ବନ୍ଧୁଗଣ, କର୍କଟ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଆସିବାକୁ ଯାଉଥିବା ଏହି ନୂତନ ବର୍ଷ 2025 ଅତ୍ୟନ୍ତ ହିଁ ଶୁଭ ରହିବାକୁ ଯାଉଅଛି। କାହିଁକି ନା ଶନି, ରାହୁ ଏବଂ କେତୁ ଏବଂ ବୃହସ୍ପତିଙ୍କର କୃପା ଦୃଷ୍ଟି ଆପଣଙ୍କ ଉପରେ ପଡ଼ିବାକୁ ଯାଉଅଛି। ସାମାନ୍ୟ ଦୃଷ୍ଟିରେ ଦେଖିଲେ ପ୍ରତିବର୍ଷ ଏପରି ହୋଇନଥାଏ, କାହିଁକି ନା ଶନିଦେବ ପ୍ରତି 2.5 ବର୍ଷରେ ଥରେ ରାଶି ପରିବର୍ତ୍ତନ କରିଥାନ୍ତି। ରାହୁ ଏବଂ କେତୁ ପ୍ରତ୍ୟେକ 1.5 ବର୍ଷରେ ଥରେ ରାଶି ପରିବର୍ତ୍ତନ କରିଥାନ୍ତି ଏବଂ ଦେବଗୁରୁ ବୃହସ୍ପତି ପ୍ରତ୍ୟେକ 1 ବର୍ଷରେ ଥରେ ରାଶି ପରିବର୍ତ୍ତନ କରିଥାନ୍ତି। ତେବେ ଏହି ବର୍ଷ 4ଟି ବଡ଼ ଗ୍ରହମାନଙ୍କର ରାଶି ପରିବର୍ତ୍ତନ କରିବା ଦ୍ୱାରା ଆପଣଙ୍କର ଜୀବନ ଉପରେ ଏମାନଙ୍କର କେଉଁ ପ୍ରଭାବ ପଡ଼ିବାକୁ ଯାଉଅଛି, ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହେବ ନା ଅଶୁଭ ଫଳ ପ୍ରାପ୍ତି ହେବ, ଏହି ସମସ୍ତ କଥା ଆଜି ଆମେ ଆଲୋଚନା କରିବା। କିନ୍ତୁ ତାହା ଆଗରୁ ପ୍ରଥମେ ଆମେ ଜାଣିନେବା ଗ୍ରହମାନଙ୍କର ଗୋଚର ସ୍ଥିତି କିପରି ରହିବ। 2025ର ପ୍ରଥମ 4 ମାସ ଦେବଗୁରୁ ବୃହସ୍ପତି ବୃଷ ରାଶିରେ ରହିବେ, ଆପଣଙ୍କର ଏକାଦଶ ଭାବରେ ରହିବେ। 15 ମଇ 2025ରେ ବୃହସ୍ପତି ମିଥୁନ ରାଶିକୁ ଗୋଚର କରିବେ। ଶନି 29 ମାର୍ଚ୍ଚ 2025ରେ ମୀନ ରାଶିକୁ ଗୋଚର କରିବେ, ଆପଣଙ୍କର ନବମ ଭାବରେ ଗୋଚର କରିବେ। ରାହୁ 19 ମଇ 2025ରେ କୁମ୍ଭ ରାଶିରେ ଗୋଚର କରିବେ, ଆପଣଙ୍କର ଅଷ୍ଟମ ଭାବରେ ଗୋଚର କରିବେ ଏବଂ କେତୁ ସିଂହ ରାଶିରେ ଆପଣଙ୍କର ଦ୍ୱିତୀୟ ଭାବରେ ଗୋଚର କରିବେ। ବନ୍ଧୁଗଣ, ଶନିଦେବ କର୍ମଫଳ ଦେଇଥାନ୍ତି। ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ ଏବଂ ବୃହସ୍ପତି ଆଶୀର୍ବାଦ କରିଥାନ୍ତି। ଏଣୁ ବର୍ଷର ପ୍ରଥମ 4 ମାସ ଆପଣମାନଙ୍କ ପାଇଁ ଅତ୍ୟନ୍ତ ହିଁ ଶୁଭ ରହିବ। ବିବାହ ଏବଂ ସନ୍ତାନମାନଙ୍କ ପାଇଁ ଯୋଗ ବନୁଅଛି। ଏଣୁ ଯେଉଁମାନଙ୍କର ବିବାହ ହୋଇପାରୁନଥିଲା ସେମାନଙ୍କର ବିବାହ ହୋଇପାରେ, ସେମାନେ ଗୃହକୁ ବିବାହ ପ୍ରସ୍ତାବ ମାନ ଆସିପାରେ। ଯେଉଁମାନଙ୍କର ସନ୍ତାନର ଇଚ୍ଛା ଥିଲା ସେମାନଙ୍କୁ ସନ୍ତାନ ସୁଖ ମଧ୍ୟ ପ୍ରାପ୍ତି ହେବ। ଏହା ସହିତ ଆପଣ ଯେକୌଣସି ବି କାର୍ଯ୍ୟ କରିବେ ବୁଦ୍ଧି ଏବଂ ବିବେକର ସହିତ କାର୍ଯ୍ୟ କରିବେ ଏବଂ ଆତ୍ମବିଶ୍ୱାସର ସହକାରେ କାର୍ଯ୍ୟ କରିବେ। 15 ମଇ 2025ରେ ବୃହସ୍ପତି ମିଥୁନ ରାଶିରେ ଚଳନ କରିବେ। ଏହାଦ୍ୱାରା ଆପଣ କୌଣସି ଘର, ଜମି, ପ୍ରପର୍ଟି ଏବଂ ଗାଡ଼ି ମଟର ଆଦି କିଣାକିଣି କରିପାରନ୍ତି। ଏହି ଯୋଗଟି ବୃହସ୍ପତିଙ୍କର ଗୋଚର ସ୍ଥିତି ଯୋଗ ବନୁଅଛି। ତେବେ ଆସନ୍ତୁ ଏହି ବର୍ଷର ଆର୍ଥିକ ସ୍ଥିତି ବିଷୟରେ ସର୍ବପ୍ରଥମେ ଜାଣିନେବା। ଆର୍ଥିକ ଦୃଷ୍ଟିରୁ 2025 ମସିହାର ପ୍ରଥମ ମାସର
ବହୁତ ହିଁ ଶାନଦାର ରହିବ। ଆପଣଙ୍କୁ ଧନ ରୋଜଗାର କରିବାର ଅନେକ ସାରା ସୁବର୍ଣ୍ଣ ସୁଯୋଗ ପ୍ରାପ୍ତି ହେବ। ଆପଣଙ୍କର ଆର୍ଥିକ ସ୍ଥିତି ବହୁତ ଅଧିକ ମଜବୁତ ରହିବ। ଆପଣଙ୍କୁ ଅଲଗା ଅଲଗା ମାର୍ଗରୁ ଧନ ରୋଜଗାର କରିବାର ସୁଯୋଗ ପ୍ରାପ୍ତି ହେବ। ବୃହସ୍ପତିଙ୍କର ଶୁଭ ଦୃଷ୍ଟିରୁ ଆପଣଙ୍କର କାରବାରରେ ବହୁତ ଅଧିକ ସଫଳତା ପ୍ରାପ୍ତି ହେବ। ଆପଣଙ୍କୁ ଧନ ରୋଜଗାର କରିବା ପାଇଁ ନୂଆ ନୂଆ ମାର୍ଗ ଦେଖାଯିବାକୁ ଲାଗିବ। କୌଣସି ବ୍ୟବସାୟ ଆରମ୍ଭ କରିବାକୁ ଯାଉଥିଲେ ଏହି ବର୍ଷର ପ୍ରଥମ 3 ମାସ ଭିତରେ ଆରମ୍ଭ କରିଦିଅନ୍ତୁ। ଆପଣଙ୍କୁ ବହୁତ ଅଧିକ ଶୁଭଫଳ ପ୍ରାପ୍ତି ହେବ। ମଇ 2025 ପରେ ଆପଣଙ୍କ ପାଇଁ ପରିସ୍ଥିତି ବଦଳିଯିବ ଏବଂ ଆପଣଙ୍କର ଆର୍ଥିକ ହାନି ଦେଖାଯାଇପାରେ। ଏହି ବର୍ଷ ବହୁତ ବଡ଼ ପରିବର୍ତ୍ତନ ହୋଇଯିବ। ଏହି ଆଶା ମନ ଭିତରେ ରଖନ୍ତୁ ନାହିଁ, କାରଣ ବୃହସ୍ପତି ଆପଣମାନଙ୍କ ପାଇଁ ଅଶୁଭରେ ରହିବେ କିନ୍ତୁ ଶୁଭ ଦୃଷ୍ଟିରେ ଦେଖିବେ। ଶନି ଏବଂ ରାହୁ ମଧ୍ୟ ଆପଣଙ୍କ ପାଇଁ ଅଶୁଭରେ ରହିବେ। କେବଳ ଆପଣଙ୍କର ଶନି ମହାଦଶାଟି ସମାପ୍ତ ହୋଇଯିବ, ଶନି ଅଢ଼େଇ ସମାପ୍ତ ହୋଇଯିବ କିମ୍ବା ଶନି ଦଶାର ବୋଝରୁ ଆପଣଙ୍କର ମୁଣ୍ଡ ଉପରେ ଓହ୍ଲେଇଯିବ। ଯେଉଁ ବ୍ୟକ୍ତିବିଶେଷମାନେ ଚାକିରିରେ କୌଣସି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ସେମାନେ ଏହିପରି କରନ୍ତୁ ନାହିଁ। ବୁଝି ବିଚାରି ଦେଖି ଚାହିଁ ନିଷ୍ପତ୍ତି ନିଅନ୍ତୁ। ବର୍ଷ ମଧ୍ୟଭାଗରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଅକ୍ଟୋବର ଠାରୁ ଆପଣଙ୍କୁ ଭଲ ଫଳ ମିଳିବ। କୌଣସି ବ୍ୟବସାୟ ସହଭାଗିତା ଅପେକ୍ଷା ଆପଣ ନିଜେ କଲେ ଆପଣଙ୍କୁ ଅଧିକ ଶୁଭଫଳ ପ୍ରାପ୍ତି ହେବ। ବ୍ୟବସାୟରେ ଭଲ ଲାଭ ମିଳିବାର ଆପଣ ଆଶା କରିପାରନ୍ତି ଏବଂ ଆପଣ ଯଦି କୌଣସି କରଜ କରିଥିଲେ ସେଥିରୁ ଆପଣଙ୍କୁ ମୁକ୍ତି ମିଳିଯିବ। ଆପଣ ଏହି ବର୍ଷ ସମସ୍ତ କରଜ ଶୁଝିବାରେ ସକ୍ଷମ ହୋଇପାରନ୍ତି। ଯଦି ଆପଣ କୌଣସି ବଡ଼ ଧରଣର ପୁଞ୍ଜି ନିବେଶ କରିବାକୁ ଇଚ୍ଛା ରଖିଛନ୍ତି ତେବେ ତାହାକୁ ସ୍ଥଗିତ ରଖନ୍ତୁ, କାରଣ ଏଥିପାଇଁ ଆପଣଙ୍କର ସମୟ ଅନୁକୂଳ ନୁହେଁ। ବଡ଼ ଧରଣର ପୁଞ୍ଜି ନିବେଶ ପାଇଁ ବିଳମ୍ବରେ ହେଉ ପଛେ ସଫଳତା ନିଶ୍ଚିନ୍ତ ଆପଣଙ୍କୁ ପ୍ରାପ୍ତି ହେବ। ଏହି ବର୍ଷ ଆପଣ ସମସ୍ତ କାମକାର୍ଯ୍ୟରେ ସଫଳତା ପାଇବେ। ମଇ ମାସ ଠାରୁ ଅକ୍ଟୋବର ମାସ ମଧ୍ୟରେ ଆପଣଙ୍କ ପାଇଁ ସମୟ କଷ୍ଟକର ରହିବ। ଆର୍ଥିକ ଦୃଷ୍ଟିରୁ କିଛି ସମସ୍ୟାମାନ ଦେଖାଦେଇପାରେ। ବର୍ଷର ଆରମ୍ଭରୁ ଆପଣଙ୍କୁ ଭଲ ଫଳ ପ୍ରାପ୍ତି ହେବ ଏବଂ ବର୍ଷର ଶେଷ ଆଡ଼କୁ ପୁଣି ଥରେ ଆପଣଙ୍କୁ ଭଲ ଫଳ ପ୍ରାପ୍ତି ହେବ। ମଝିରେ କିଛି ସମସ୍ୟାମାନ ଦେଖିବାକୁ ମିଳିପାରେ। ଏବେ ଜାଣିବା କ୍ୟାରିୟର ବା ଚାକିରି ବ୍ୟବସାୟ ବିଷୟରେ। କ୍ୟାରିୟର ଦୃଷ୍ଟିରୁ ଦେଖିଲେ ଏହି ବର୍ଷଟି କର୍କଟ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ସାମାନ୍ୟ ସମସ୍ୟାପୂର୍ଣ୍ଣ ଦେଖାଦେବ। ଯଦି ଆପଣ ଚାକିରି ଖୋଜୁଛନ୍ତି କିମ୍ବା ଚାକିରି ବଦଳାଇବାକୁ ଚାହୁଁଛନ୍ତି ତେବେ ଏହି ବର୍ଷର ଆରମ୍ଭ ସମୟ ଆପଣଙ୍କ ପାଇଁ ଅନୁକୂଳ ରହିବ। ମଧ୍ୟ ବର୍ଷରେ ଆପଣଙ୍କ ପାଇଁ ଅଶୁଭ ରହିଅଛି, ଏଣୁ ଏହି ମଝି ସମୟରେ ଆପଣ ଚାକିରିକୁ ନେଇ କୌଣସି ବଡ଼ ଡିସିସନ୍ ନିଅନ୍ତୁ ନାହିଁ। ଚାକିରିରେ ପରିବର୍ତ୍ତନ କରନ୍ତୁ ନାହିଁ, ସମସ୍ୟାରେ ପଡ଼ିପାରନ୍ତି। ବ୍ୟବସାୟ ଦୃଷ୍ଟିରୁ ଅଧିକ ଲାଭ ନ ହେଲେ ମଧ୍ୟ ଆପଣଙ୍କ ପାଇଁ ସମୟ ଅନୁକୂଳ ରହିବ। ବହୁତ କଷ୍ଟରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ବର୍ଷର ଶେଷ ଆଡ଼କୁ ଆପଣଙ୍କୁ ଚାକିରି ମିଳିପାରେ, ପଦ ପ୍ରମୋସନ୍ ମିଳିପାରେ। ଆପଣ କୌଣସି ନୂତନ କାର୍ଯ୍ୟର ଆରମ୍ଭ କରିପାରନ୍ତି। କୌଣସି ପୁଞ୍ଜି ନିବେଶରେ ଆପଣଙ୍କୁ ଲାଭ ମିଳିପାରେ। ଆପଣ କୌଣସି ବଡ଼ ଧରଣର ପୁଞ୍ଜି ନିବେଶ କରନ୍ତୁ ନାହିଁ। ଏବେ ଜାଣିବା ପ୍ରେମ ସମ୍ପର୍କ ବିଷୟରେ। 2025 ହିସାବରେ ଦେଖିବାକୁ ଗଲେ ଆପଣଙ୍କର ପ୍ରେମ ଜୀବନରେ ଉତ୍ଥାନ ପତନ ଦେଖିବାକୁ ମିଳିପାରେ। ସମ୍ପର୍କରେ କିଛି କଟୁତା ଦେଖିବାକୁ ମିଳିପାରେ। ତଥାପି ମଧ୍ୟ ଆପଣଙ୍କୁ ଆପଣଙ୍କର ଜୀବନସାଥୀଙ୍କର ସହଯୋଗ ପ୍ରାପ୍ତି ହେବ। କର୍କଟ ରାଶିର ବୈବାହିକ ଜୀବନରେ ସାମାନ୍ୟ ସମସ୍ୟାମାନ ଦେଖାଯିବାକୁ ଲାଗିବ। ବେଳେବେଳେ ମନାନ୍ତର ଦେଖାଦେଇପାରେ। ଏହି ବର୍ଷ ଆପଣଙ୍କର ପ୍ରେମ ବିବାହ ପାଇଁ ଆପଣଙ୍କର ପରିବାର ଠାରୁ ଆପଣଙ୍କୁ ଅନୁମତି ମିଳିଯିବ। ଆପଣଙ୍କର ପସନ୍ଦ ଉପରେ ପରିବାର ଲୋକଙ୍କର ମୋହର ଲାଗିଯିବ। ଯଦି ଆପଣ ବିବାହକୁ ନେଇକି ଚିନ୍ତିତ ଥିଲେ ତେବେ ଆପଣଙ୍କର ଏହି ଚିନ୍ତା ଦୂର ହୋଇଯିବ।
ଅର୍ଥାତ୍ ଆପଣଙ୍କୁ ଯଦି ଯୋଗ୍ୟ ଜୀବନସାଥୀଟିଏ ମିଳିପାରୁନଥିଲା ତେବେ ଏହି ବର୍ଷ ଆପଣଙ୍କୁ ଗୋଟିଏ ଭଲ ଜୀବନସାଥୀ ମିଳିପାରନ୍ତି। ଅକ୍ଟୋବର ମାସ ଠାରୁ ପ୍ରେମ ସମ୍ପର୍କରେ ଥିବା ସମସ୍ତ ତିକ୍ତତା ସମସ୍ତ କଷ୍ଟ ଦୂର ହୋଇଯିବ। ସମ୍ପର୍କ ଆପଣଙ୍କର ସୁମଧୁର ହୋଇଯିବ। ଏବେ ଜାଣିବା ଆପଣଙ୍କର ସ୍ୱାସ୍ଥ୍ୟ ବିଷୟରେ। 2025 ବର୍ଷଟି ଆପଣଙ୍କର ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ରହିଛି ଏବଂ ସ୍ୱାସ୍ଥ୍ୟ ପ୍ରତି ଆପଣ ସଜାଗ ମଧ୍ୟ ରହିବେ। ପୂର୍ବ ବର୍ଷରୁ ଯଦି ଆପଣଙ୍କର କୌଣସି ଗମ୍ଭୀର ରୋଗର ସମସ୍ୟା ଚାଲିଥିଲା ତାହା ମଧ୍ୟ ଦୂର ହୋଇଯିବ। କେବଳ ଋତୁଗତ ସମସ୍ୟା ବା ଆଲର୍ଜି ଭଳି ସମସ୍ୟା ଟିକେ ଦେଖାଦେଇପାରେ, କିନ୍ତୁ କୌଣସି ବଡ଼ ଧରଣର ସମସ୍ୟା ଦେଖାଦେବ ନାହିଁ। ବନ୍ଧୁଗଣ, ପ୍ରତି ସୋମବାର ଦିନ ଶିବ ଭଗବାନଙ୍କୁ ଗଙ୍ଗା ଜଳରେ ଅଭିଷେକ କରନ୍ତୁ। ଏହାଦ୍ୱାରା ଶିକ୍ଷା କ୍ଷେତ୍ରରେ କ୍ୟାରିୟରରେ ମଧ୍ୟ ଉନ୍ନତି ଦେଖାଦେବ ଏବଂ କାର୍ଯ୍ୟକ୍ଷେତ୍ରରେ ଆପଣ ତର୍କ ବିତର୍କ କରନ୍ତୁ ନାହିଁ। ଆପଣ ଏଥିରୁ ଦୂରେଇକି ରୁହନ୍ତୁ, ନଚେତ୍ ଆପଣ ବହୁତ ଅଧିକ ସମସ୍ୟାରେ ପଡ଼ିପାରନ୍ତି। ଆପଣଙ୍କର ଅନେକ ଗୁପ୍ତ ଶତ୍ରୁମାନେ ଗଢ଼ି ଉଠିବେ, ଆପଣଙ୍କୁ ବହୁତ ଅଧିକ ହଇରାଣ କରିବାକୁ ଚେଷ୍ଟା କରିବେ। ଏଣୁ ଏହି ବର୍ଷରେ ଆପଣ ତର୍କ ବିତର୍କ ଠାରୁ ଦୂରେଇ ରୁହନ୍ତୁ। ତେବେ ବନ୍ଧୁଗଣ, ଏହା ଥିଲା 2025 ମସିହାର ବାର୍ଷିକ ରାଶିଫଳ କର୍କଟ ରାଶି ପାଇଁ କିପରି ରହିବ। ତ ଏବେ ଅଧିକ ଶୁଭଫଳ ପ୍ରାପ୍ତି କରିବା ପାଇଁ ଆପଣ ମହାଦେବଙ୍କର ଆରାଧନା କରନ୍ତୁ, ଗଙ୍ଗା ଜଳରେ ଅଭିଷେକ କରାନ୍ତୁ ଏବଂ ପ୍ରତ୍ୟେକ ପୂର୍ଣ୍ଣିମା ଦିନ ଚନ୍ଦ୍ରଦେବଙ୍କର ଦର୍ଶନ କରନ୍ତୁ। ଶୁଭଫଳ ପ୍ରାପ୍ତି ହେବ। ଧନ୍ୟବାଦ।